ନିଜେ ତୁ ଶିଶୁ ମନ୍ଦିର ଛୁଆ ଗୁଡ଼ ତୁ କଣ ଭାବୁଛୁ ମୁଁ ତୋ ବିଷୟରେ କିଛି ଜାଣିନି ମୁଁ ସବୁ ଜାଣିଛି ତୋ ବିଷୟରେ ତୁ ପ୍ରଥମେ ଅଣ୍ଡା ଚୋରି କରୁଥିଲୁ ତ ସ୍କୁଲରେ ଅଣ୍ଡା ଭାବିଥିଲୁ ଭଲ ଅଣ୍ଡା ଦେଖିଲା ବେଳକୁ ସେ ଅଣ୍ଡା ତ ପ୍ଲାଷ୍ଟିକ ସେ ଅଣ୍ଡା ଖାଇକିନା ତୋ ପେଟ ଗ୍ୟାସ ହେଲା ତାପରେ ତୁ ବିଦ୍ୟାଳୟରେ ବା ତମ ସ୍କୁଲରେ ପଚାପଡ଼ ପାଡ଼ିଲୁ ଯେ ଛୁଆ ସବୁ ଝାଡ଼ା ବାନ୍ତି ହେଲେ ଦେଖିଲୁ ମୁଁ ତୋର ସବୁ କଥା କହିଦେଲି ତୁ କଣ ଭାବୁଛୁ ମୁଁ ତୋ ବିଷୟରେ କିଛି ବାଇରେ ରଖିନି ତୁ ବା ଅଙ୍ଗନବାଡ଼ିରେ ପଢ଼ିଲୁ ଅଙ୍ଗନବାଡ଼ିରେ ସେଇ ଅଣ୍ଡା ଖାଇକି ତୁ ପଚା ପାଇପାରିଲୁ ଯେ ଛୁଆମାନେ ଖାଇଲା ବେଳେ ରହିପାରିଲେନି ବାଧ୍ୟ ହୋଇ ଅଙ୍ଗନବାଡ଼ି ଦିଦି ତତେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଟ୍ରାନ୍ସଫର କଲେ ତୁ ସେ ବିଦ୍ୟାଳୟକୁ ଗଲାବେଳେ ପାର ସହିତ ଝାଡ଼ା ବସିଦେଲୁ ସେଇ ଦୁର୍ଗନ୍ଧରେ ପିଲାମାନେ ରହିପାରିଲେନି ଯେ ଦୌଡ଼ିଲେ ତାପରେ ସାର୍ ଆସିକି ଦେଖିଲେ ଯେ ସେଇ ଦୁର୍ଗନ୍ଧରେ ସାର୍ ବି ରହିପାରିଲେନି ସେ ବେହୋସ ହେଇକି ଗଳି ପଡ଼ିଲେ ତୁ କଣ ଭାବୁଛୁ ମୁଁ ତୋ ବିଷୟରେ କିଛି ଖୋଜ ଖବର ରଖିନି ଏଇ ଦେখ ତୋର ବାଡ଼ି ମୁଁ ତୋର ବାଡ଼ିଟା କିନ୍ତୁ ତୁ ଆଜି ପୁରା